नमस्कार आपण समस्त को टीबीसी ओडिया चैनल रे स्वागत। एही भिडियो रे मु आपण माननकु निजर गुप्तांग जदि छोट थाए बा निजर लिंगटी अति छोटिया थाए ताको केमिति आयुर्वेदिक औषध द्वारा आपण माने लंबा मोटा करि परिबे सेही विषय रे गोटे आयुर्वेदिक तेल कहिबी एवं सेही तेल निजे केमिति घरे तैयारी करि परिबे अति सहज रे सब किछि वीडियो माध्यम रे बुझेई कि जणेबी। आपण माने ଏହି ଭିଡ଼ିଓଟିକୁ ଯଦି ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଧ୍ୟାନର ସହିତ ଶୁଣିବେ ତାହେଲେ ମୁଁ ଗ୍ୟାରେଣ୍ଟି ଦେଇକି କହୁଛି ଏହି ତେଲ ଆପଣମାନେ ଅତି ସହଜରେ ନିଜେ ଘରେ ବସି ତିଆରି କରିପାରିବେ। ମୁଁ ଯାହା ବି କହିଥାଏ ଭିଡ଼ିଓ ମାଧ୍ୟମରେ ଅତି ସହଜରେ କହିଥାଏ ଯେମିତି ଆପଣମାନେ ବୁଝିପାରିବେ ଏବଂ ସେସବୁ ନିଜେ କରିପାରିବେ ଯେମିତି ସେମିତି ହିଁ ଘର ଭଳିଆ ବୁଝେଇଥାଏ। ଯେମିତି ଆମେ ଘରେ ଭାଇ ଭଉଣୀ ଯେମିତି କଥା ହେଇଥାଉଁ ବୁଝାମଣା ଯେମିତି ହେଇଥାଉଁ ସେମିତି ମୁଁ ଆପଣମାନଙ୍କୁ ବୁଝେଇଥାଏ ଭିଡ଼ିଓ ମାଧ୍ୟମରେ। ଯଦି ଆପଣମାନେ ବୁଝିପାରୁଛନ୍ତି ତାହେଲେ ବହୁତ ଭଲ କଥା, ଯଦି ବୁଝିପାରୁନାହାନ୍ତି ଚେଷ୍ଟା କରନ୍ତୁ ବୁଝିବା ପାଇଁ। ମୁଁ ଆପଣମାନଙ୍କୁ ଚେଷ୍ଟା କରେ ସବୁକିଛି ଭଲ ଭାବରେ ସଠିକ୍ ଭାବରେ ବୁଝେଇବା ପାଇଁ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ସବୁକିଛି ବୁଝେଇବି, ସେଥିପାଇଁ ଆପଣମାନେ ଧ୍ୟାନର ସହିତ ଏହି ଭିଡ଼ିଓଟିକୁ ଦେଖନ୍ତୁ। ନିଜର ଗୁପ୍ତାଙ୍ଗ ଛୋଟ ଥିଲେ ଏହି ତେଲଟି ଆପଣମାନେ ନିଜେ ତିଆରି କରି ବ୍ୟବହାର କରିବେ ତାହେଲେ ଆପଣଙ୍କର ଗୁପ୍ତାଙ୍ଗ ବା ଲିଙ୍ଗଟି ଶାବଳ ପରି ମୋଟା ଲମ୍ବା ହେବାକୁ ଲାଗିବ। ଅଧିକାଂଶ ପୁରୁଷମାନଙ୍କର 1-2 ଇଞ୍ଚ 3 ଇଞ୍ଚର ଥାଏ ଏବଂ ସମ୍ପୂର୍ଣ୍ଣ ସରୁ ଥାଏ। ଛୋଟ ହେବା କାରଣରୁ ସେମାନେ ନିଜ ସ୍ତ୍ରୀଟିକୁ ସନ୍ତୁଷ୍ଟ କରିପାରନ୍ତି ନାହିଁ, ଫଳରେ ତାଙ୍କ ସ୍ତ୍ରୀ ଅନ୍ୟ ପୁରୁଷଙ୍କୁ ଚାହିଁଥାଏ। କିନ୍ତୁ ଜୀବନରେ ଏହିସବୁ ସମସ୍ୟା ଆସିଲେ କେତେ ପ୍ରକାର ସମସ୍ୟା ଦେଖାଯାଏ। ଦେଖନ୍ତୁ ଆପଣମାନେ ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଥାନ୍ତି ତାହେଲେ ନିଜେ ହିଁ ଜାଣିପାରୁଥିବେ। କିନ୍ତୁ ସମସ୍ୟା ଅଛି ମାନେ ସମାଧାନ ଅଛି, ଦୁଃଖ ଅଛି ମାନେ ସୁଖ ଅଛି। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ ଗୋଟିଏ ଆୟୁର୍ବେଦିକ ତେଲ କେମିତି ଆପଣମାନେ ତିଆରି କରିପାରିବେ ନିଜର ଗୁପ୍ତାଙ୍ଗ ଲିଙ୍ଗ ମୋଟା ଲମ୍ବା କରିବା ପାଇଁ ସେହି ବିଷୟରେ ଜଣାଉଛି। ତ ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରି ସେହି ତେଲ ପ୍ରସ୍ତୁତ ବିଷୟରେ ଏବଂ ତେଲଟି ପ୍ରସ୍ତୁତ କରିବା ପାଇଁ କ'ଣ ସବୁ ସାମଗ୍ରୀ ଆବଶ୍ୟକ ହେବ ସବୁକିଛି ଭିଡ଼ିଓରେ ଜଣାଉଛି। କିନ୍ତୁ ତାହାରି ପୂର୍ବରୁ ଆପଣମାନେ ଚ୍ୟାନେଲଟିକୁ ପ୍ରଥମ ଥର ପାଇଁ ଦେଖୁଛନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିକି ରଖନ୍ତୁ। ଯଦି ଆପଣମାନେ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି ତାହେଲେ ଦୟାକରି ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି ନିଅନ୍ତୁ, କାରଣ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଯାହା ସବୁ କହୁଛି ଆପଣମାନଙ୍କ ଭଲ ପାଇଁ ହିଁ କହୁଛି ଏବଂ ଭିଡ଼ିଓଟି ବନେଇବା ପାଇଁ ବହୁତ କଷ୍ଟ ଲାଗିଥାଏ। ସେଥି କାରଣରୁ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟିକୁ ଲାଇକ୍ କରିବା ଦ୍ୱାରା ଭିଡ଼ିଓ ବନେଇବାର ଉତ୍ସାହ ବଢ଼ିଥାଏ ଏବଂ ଆପଣଙ୍କୁ ନୂଆ ନୂଆ ଜିନିଷ ଶିଖାଇବା ପାଇଁ ମନୋବଳଟି ବଢ଼ିଥାଏ। ମୁଁ ଆପଣମାନଙ୍କୁ ବିନମ୍ର ଭାବର ସହିତ ଅନୁରୋଧ କରୁଛି ସମସ୍ତ ଭାଇ ଭଉଣୀ ଯେଉଁମାନେ ବି ଦେଖୁଛନ୍ତି ସେମାନେ ନିଶ୍ଚିନ୍ତ ଭାବରେ ଭିଡ଼ିଓଟିକୁ ଲାଇକ୍ କରି ନିଅନ୍ତୁ। ବର୍ତ୍ତମାନ ଚାଲନ୍ତୁ ମୁଁ ଆପଣମାନଙ୍କୁ ସେଇ ତେଲ ପ୍ରସ୍ତୁତ ବିଷୟରେ କହୁଛି ଏବଂ ଏଥିପାଇଁ କ'ଣ ସବୁ ସାମଗ୍ରୀ ଆବଶ୍ୟକ ତାହା ଜଣାଇ ଦେଉଛି। କିନ୍ତୁ ତାହାରି ପୂର୍ବରୁ ଆପଣମାନଙ୍କୁ ଗୋଟିଏ ସୂଚନା, ଯଦି ଆପଣମାନେ ଏହି ତେଲ ନିଜେ ତିଆରି କରିପାରୁନାହାନ୍ତି ତାହେଲେ ଆମଠାରୁ ଅରିଜିନାଲ ତେଲ ଅର୍ଡ଼ର କରିପାରିବେ ଯାହା ଜୋକରୁ ତିଆରି ହୋଇଥାଏ। ଆୟୁର୍ବେଦିକ ପ୍ରଣାଳୀରେ ଏହି ତେଲଟି ତିଆରି ହୋଇଥାଏ। ଯଦି ଆପଣମାନେ ଏହି ତେଲ 3ଟି ଡବାକୁ ଆପଣ ଆମଠାରୁ ଅର୍ଡ଼ର କରିକି ନେବା ପାଇଁ ଚାହୁଁଛନ୍ତି ଏବଂ ନିଜେ ବ୍ୟବହାର କରି ନିଜର ଲିଙ୍ଗ ମୋଟା ଲମ୍ବା କରିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଏହି ତେଲ ଗ୍ୟାରେଣ୍ଟି ଦେଇକି ଦିଆଯାଇଥାଏ 100% ଗ୍ୟାରେଣ୍ଟି ସହ। ଏହାକୁ ଆପଣ 3ଟି ଡବାକୁ 3 ମାସ, 1 ଡବାକୁ 1 ମାସ, 3 ଡବାକୁ 3 ମାସ ବ୍ୟବହାର କରିବେ ତାହେଲେ ଆପଣଙ୍କର ଗୁପ୍ତାଙ୍ଗ ଲମ୍ବା ମୋଟା ହେବାକୁ ଲାଗିବ। ଏହି ତେଲର ଦାମ ହେଉଛି 4500 ଟଙ୍କା 3ଟି ଡବାକୁ, କହିବାକୁ ଗଲେ ଗୋଟିଏ ଡବାକୁ 1500 ଟଙ୍କା। ଏହିପରି ଆପଣ କମ୍ ସେ କମ୍ ଏହି ତେଲ ମାସେରୁ 1.5 ମାସ ପର୍ଯ୍ୟନ୍ତ ଯଦି ବ୍ୟବହାର କରିବେ ତାହେଲେ ଆପଣଙ୍କୁ ତାହାରି ରିଜଲ୍ଟ ଜଣାଯିବ। କିନ୍ତୁ ତାହାରି କୋର୍ସ ହେଉଛି ଆୟୁର୍ବେଦିକ କୋର୍ସ ହେଉଛି 3ରୁ 6 ମାସ। କିନ୍ତୁ ଆପଣ କମ୍ ସେ କମ୍ 3 ମାସ ବ୍ୟବହାର କରନ୍ତୁ, ଦେଖିବେ ଆପଣଙ୍କର ଯେମିତି ଲିଙ୍ଗ ଥିଲା ତାଠାରୁ ଅଧିକ ଲମ୍ବା ମୋଟା ହେବ ଏବଂ ସବୁଦିନ ପର୍ଯ୍ୟନ୍ତ ରହିବ। ଯଦି ଆପଣଙ୍କୁ ଏହି ତେଲଟି ନେବାକୁ ଚାହୁଁଛନ୍ତି, ଅର୍ଡ଼ର କରିବାକୁ ଚାହୁଁଛନ୍ତି ତାହେଲେ ଏହି ନମ୍ବରରେ ଆପଣମାନେ ଆପଣଙ୍କର ଆଡ୍ରେସ୍ ଏବଂ ଫୋନ୍ପେରେ ପେମେଣ୍ଟ କରି ଅର୍ଡ଼ର କରିପାରିବେ, ଯାହା କେବଳ ପୋଷ୍ଟାଲରେ 5ରୁ 7 ଦିନ ଭିତରେ ମିଳିଯିବ, ଆପଣଙ୍କ ଘରକୁ ପହଞ୍ଚିଯିବ। ମୁଁ ଆପଣମାନଙ୍କୁ ଭିଡ଼ିଓରେ ସୂଚନା ଦେଇଦେଲି। ଯଦି ଆପଣ ଆମଠାରୁ ନେବା ପାଇଁ ଚାହୁଁଛନ୍ତି ଯୋଗାଯୋଗ କରନ୍ତୁ। ବର୍ତ୍ତମାନ ମୁଁ ଆପଣମାନଙ୍କୁ ସେଇ ତେଲ କେମିତି ତିଆରି କରିବେ ତାହା ମୁଁ ଆପଣମାନଙ୍କୁ ଜଣାଇ ଦେଉଛି। ଏଥିପାଇଁ ଆପଣଙ୍କୁ ଦରକାର ହେବ 4ଟି ଜିନିଷ। ପ୍ରଥମ ଜିନିଷ ବାଇଡଙ୍କ ମଞ୍ଜି। ଦେଖନ୍ତୁ ଆପଣଙ୍କ ମୋବାଇଲରେ ଦେଖାଯାଉଛି ବାଇଡଙ୍କ ମଞ୍ଜି। ତାହାପରେ ଆପଣଙ୍କୁ ଦରକାର ହେବ ଅଶ୍ୱଗନ୍ଧା କାଠି ବା ତାରି କାଠ।
ଦେଖନ୍ତୁ 50 ଗ୍ରାମ ଅଶ୍ୱଗନ୍ଧା କାଠ ଆଣିବେ, ବାଇଡଙ୍କ ମଞ୍ଜି 50 ଗ୍ରାମ ଆଣିବେ ଏବଂ ଶତାବରୀ ଦେଖନ୍ତୁ ଶତାବରୀ ମଧ୍ୟ 50 ଗ୍ରାମ ଆଣିବେ, ତିନୋଟି ସମାନ ଭାଗରେ। ଏବଂ ଆପଣଙ୍କୁ ଶେଷରେ ଦରକାର ହେବ କରଞ୍ଜ ତେଲ 100 ml। ଗୋଟିଏ ହେମଦସ୍ତା ଆଣନ୍ତୁ, ତାଙ୍କୁ କେବଳ ଛେଞ୍ଚି ଦିଅନ୍ତୁ, ସମ୍ପୂର୍ଣ୍ଣ ଭାବରେ ଗୁଣ୍ଡ କରନ୍ତୁ ନାହିଁ, କେବଳ ଛେଞ୍ଚନ୍ତୁ, ଯେମିତିକି 2 ଫାଳ 3 ଫାଳ ହୋଇଯିବ। ସେଇ ମଞ୍ଜିକୁ ମଧ୍ୟ ଛେଞ୍ଚିକି ଫାଳ ଫାଳ କରିଦିଅନ୍ତୁ। ତାହାପରେ ଅଶ୍ୱଗନ୍ଧା କାଠିକୁ ମଧ୍ୟ ଫାଳ ଫାଳ କରିକି ଛେଞ୍ଚି ଦିଅନ୍ତୁ। ତାହାପରେ ଶତାବରୀକୁ ମଧ୍ୟ ଛେଞ୍ଚି ଦିଅନ୍ତୁ। ତାହାପରେ ଆପଣ ଗୋଟିଏ କଡ଼େଇ ଗରମ କରନ୍ତୁ ଏବଂ ସେହି 100 ml କୁ କ'ଣ କରିବେ, ଯେଉଁ କରଞ୍ଜ ତେଲକୁ ଗରମ କରନ୍ତୁ ବା ଉଷୁମ ଗରମ କରନ୍ତୁ, ବେଶୀ ମଧ୍ୟ ଗରମ କରନ୍ତୁ ନାହିଁ। ଏବଂ ସେଥିରେ ସେହି ସବୁ ଜିନିଷ ଦେଇକି ପୁଣି ତାକୁ ସମ୍ପୂର୍ଣ୍ଣ ଭାବରେ ଗରମ କରନ୍ତୁ, ଯେମିତିକି ଜଳିବ ନାହିଁ କିମ୍ବା ବେଶୀ ଗରମ ହେବ ନାହିଁ, ଯେମିତିକି ସିଝିକି ସେଇଟା ଗରମ ହେବ। ତାହାପରେ ଗରମ ହେଇକି ନାଲି ପଡ଼ିଗଲେ ସେହି ତେଲଟି କ'ଣ କରିବେ, ବା ଯେଉଁ ସବୁ ଜିନିଷ ପଡ଼ିଛି ସେଇଟା ଯେମିତି ଧୀରେ ଧୀରେ ନାଲି ପଡ଼ିଯିବ, ନାଲି ପଡ଼ିଗଲା ପରେ ତାକୁ ଯେଉଁଟାକି କଡ଼େଇରୁ ବାହାର କରିଦେବେ ଏବଂ କରିଦେଲା ପରେ ଟିକେ ଥଣ୍ଡା ପଡ଼ିଯିବ। ଥଣ୍ଡା ପଡ଼ିଗଲା ପରେ ଗୋଟେ କପଡ଼ା ଆଣିବେ, ଛାଣିକି ଗୋଟେ କାଚର ଡବାରେ ରଖିବେ। ତାହାପରେ ସେହି ତେଲଟିକୁ ମାସେରୁ 45 ଦିନ ପର୍ଯ୍ୟନ୍ତ, ବୁଝିଲେ, ମାନେ 30ରୁ 45 ଦିନ ନଚେତ୍ 60 ଦିନ, 2 ମାସ ଭିତରେ ଆପଣ ଦେଖିବେ ତାହାର ରିଜଲ୍ଟଟା ଜଣାପଡ଼ିବ। କିନ୍ତୁ ସେହି ତେଲଟି ପ୍ରତିଦିନ 2 ଥର ଲଗାଇବେ, ସକାଳୁ ଥରେ, ରାତ୍ର ସମୟରେ ଗୋଟିଏ ଥର। ଦେଖନ୍ତୁ 2 ଥର ଲଗାଇବେ ଏବଂ ଏତିକି ଧ୍ୟାନ ଦେବେ ଯେ ସେହି ତେଲ ଲଗାଇକି ନିଜ ସ୍ତ୍ରୀ ସହିତ ନିଜର ମିଳନ କରିବେ ନାହିଁ। ଯଦି ଆପଣ ମିଳନ କରନ୍ତି ତାହେଲେ ଆପଣଙ୍କର ହିଁ ସମସ୍ୟା ଆସିବ, ସାଇଡ଼୍ ଇଫେକ୍ଟ ଆସିବ। ସେଥି କାରଣରୁ ଆପଣଙ୍କୁ କହୁଛି, ଯଦି ତେଲଟି ଲଗାଇଥିବେ ତାହେଲେ ମିଳନ କରିବେ ନାହିଁ ନିଜ ସ୍ତ୍ରୀ ସହିତ। ଆଉ ନ ଲଗାଇକି ଆପଣ ମିଳନ କରିପାରିବେ। ମିଳନ କରିସାରିଲା ପରେ ଧୁଆ ପୋଛା କରିକି ପୁଣି ସେଇ ତେଲଟି ମାଲିସ କରିପାରିବେ। କିନ୍ତୁ ଆପଣ ଧ୍ୟାନ ଦେବେ ଯେ ଆପଣ ଲଗାଇକି ନିଜ ସ୍ତ୍ରୀ ସହିତ ସହବାସ କରିବେ ନାହିଁ, ଏଇଟା ଧ୍ୟାନ ଦେବେ। ଆଉ ଯେଉଁ ତେଲ ବିଷୟରେ କହିଲି, ମୁଁ ଆପଣମାନଙ୍କୁ ଯେଉଁ ତେଲ ବିଷୟରେ କହିଲି ନିଜେ ତିଆରି କରିବା ପାଇଁ, ନିଜେ ତିଆରି କରନ୍ତୁ। ଯଦି ଆପଣ କରିପାରିବେ ନାହିଁ ତାହେଲେ ଆମଠାରୁ ଅରିଜିନାଲ୍ ଜିନିଷ ନିଅନ୍ତୁ, ଆମେ 100% ଗ୍ୟାରେଣ୍ଟି ଦେଇକି ଆପଣଙ୍କୁ ସେଇ ତେଲଟି ଦେବୁ। ଆଉ ଗୋଟେ ସୁବିଧା ମଧ୍ୟ ଅଛି, ଦେଖନ୍ତୁ ଆପଣ ଯଦି ସମ୍ପୂର୍ଣ୍ଣ ଭାବରେ ପଇସା ଦେବା ପାଇଁ ଚାହୁଁନାହାନ୍ତି, ପହଞ୍ଚିଲା ପରେ ଜିନିଷ ରିସିଭ୍ କଲା ସମୟରେ ପଇସା ଦେବା ପାଇଁ ଚାହୁଁଛନ୍ତି କ୍ୟାସ୍ ଅନ୍ ଡେଲିଭରିରେ, ତାହେଲେ ମଧ୍ୟ ସେଇ ସୁବିଧା ଅଛି। କିନ୍ତୁ ପ୍ରଥମରୁ କିଛି ପଇସା ଆମକୁ ଦେବାକୁ ପଡ଼ିବ, କାରଣ ପୋଷ୍ଟାଲରେ ଯେଉଁ ପଠାଉଛୁ ସେସବୁ ଚାର୍ଜେସ୍, ଭିଭିପି ଚାର୍ଜେସ୍, କ୍ୟାସ୍ ଅନ୍ ଡେଲିଭରି ଚାର୍ଜେସ୍ ଏସବୁ ଦେଇକି ଆମେ ପଠାଇଥାଉ। ତ ଆପଣ ପ୍ରଥମେ 1000 1500 ଯାହା କଥା ଦେବା କଥା ଦେଇଦେବେ, ବାକିଟା ପହଞ୍ଚିଗଲା ପରେ ମଧ୍ୟ ଦେଇପାରିବେ, କୌଣସି ଅସୁବିଧା ନାହିଁ। ସେଇ ତେଲ ଆପଣମାନେ ଆମଠାରୁ ନିଅନ୍ତୁ, ଯଦି ପାରିବେ ନିଜେ ତିଆରି କରନ୍ତୁ। କାରଣ ଏଇଟା ଆପଣ ନିଜେ ଯଦି ବ୍ୟବହାର କରିବେ ତାହେଲେ ଆପଣଙ୍କର ଗୁପ୍ତାଙ୍ଗ ନିଶ୍ଚିନ୍ତ ଭାବରେ ମୋଟା ଲମ୍ବା ନିଶ୍ଚିନ୍ତ ଭାବରେ ହେବ, ଏଇଟା ମୁଁ ଗ୍ୟାରେଣ୍ଟି ଦେଇକି କହୁଛି। ଏବଂ ଭିଡ଼ିଓ ମାଧ୍ୟମରେ ଯାହା ସବୁ କହୁଛି ମୁଁ କେବେ ମଧ୍ୟ ଭୁଲ ପ୍ରଚାର କରେ ନାହିଁ, ଏଇଟା ଆପଣମାନେ ଶୁଣି ନିଅନ୍ତୁ। ଯଦି ଆପଣଙ୍କର ବିଶ୍ୱାସ ଭରସା ଅଛି ତାହେଲେ ଆପଣମାନେ ନିଜେ ତିଆରି କରନ୍ତୁ। ଯଦି ଆମ ଉପରେ ଭରସା ଅଛି, ବିଶ୍ୱାସ ଅଛି, ତାହେଲେ ଅର୍ଡ଼ର କରନ୍ତୁ। ଏହି ଭିଡ଼ିଓଟି ଲମ୍ବା ହୋଇଯାଇପାରେ, କିନ୍ତୁ ସମ୍ପୂର୍ଣ୍ଣ ବିବରଣୀ ମୁଁ ଆପଣମାନଙ୍କୁ ଭିଡ଼ିଓରେ ଦେଇଦେଇଛି। ଆଜିର ଭିଡ଼ିଓ ଏତିକି। ଭିଡ଼ିଓ ଦେଖିଥିବାରୁ ଧନ୍ୟବାଦ। ନମସ୍କାର।